ବର୍ଷା ପାଗକୁ ଏମିତି ଚଟପଟା ଗରମ ଗରମ ମୁସୁମୁସିଆ ମସଲା ଦିଆ ବରା, ବିନା କୌଣସି ଚଟଣି, ବିନା କୌଣସି ତରକାରୀରେ ଗୋଟିଏ ବରା ଖାଇଲେ ପୁରା ପେଟ ସହିତ ମନ ବି ଶାନ୍ତି। ଆଜି ମୁଁ ଦୁଇଟି ପ୍ରଣାଳୀରେ ଏମିତି ମସଲା ଦିଆ ବରା କରିବା। ଚାଲନ୍ତୁ ଭିଡ଼ିଓଟିକୁ ନିହାତି ରୂପେ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ଦୀପ୍ତିସ୍ ଫୁଡ୍ ଷ୍ଟୁଡ଼ିଓକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ବରା କରିବା ପାଇଁ ପ୍ରଥମେ ମୁଁ କିଛି ବିରିକୁ ଏମିତି ଗୋଟେ ଗ୍ଲାସ୍ ବିରି ନେଇଥିଲି। ଗୋଟେ ଗ୍ଲାସ୍ ବିରିକୁ ଭଲ ରୂପେ ଏମିତି ଧୋଇକି ତାକୁ ବାଟି ଦେଇକି 2 ଘଣ୍ଟା ପାଖାପାଖି କଭର୍ କରିଦେଇଥିଲି। ବିରି ବି ଭଲ ରୂପେ ଫର୍ମାଟ୍ ହେଇଯାଇଛି। ସେଥିରେ ପକାଇଦେବା ସୁଜି 1 କପ୍। ସୁଜି 1 କପ୍ ପକାଇ ଦେଇକି ବିରି ଆଉ ସୁଜିକୁ ଭଲ ରୂପେ ଏମିତି ତାକୁ ଟିକେ ନାକୁ ଘାଣ୍ଟି ଦେଇ ତାକୁ ଟିକେ ସମୟ ପାଇଁ କଭର୍ କରିବାକୁ ଛାଡ଼ିଦେବା। ସୁଜି ବିରି ଆମର ଭଲ ରୂପେ କଭର୍ ହେବା ଭିତରେ ଚାଲନ୍ତୁ ଆମେ ମସଲା ପାଇଁ ନେଇଯିବା କିଛି ଆଳୁ। ଏ ସିଝା ଆଳୁକୁ ଟିକେ ଭଲ ରୂପେ ଏମିତି ଚକଟି ଦେବା। ସିଝା ଆଳୁକୁ ଚକଟି ସାରିଲା ପରେ ଆମେ କିଛି ନେବା ମସଲା ପାଇଁ ନେଇଯିବା କିଛି ପିଆଜ, ଅଦା, ରସୁଣ, ଟିକେ କଞ୍ଚା ଲଙ୍କା ଏମିତି ଟିକେ ଦରଦରା କରିକି ଛେଚିକି ପକାଇବା ନା, ମସଲା ଆମର ବହୁତ ଭଲ ଟେଷ୍ଟ ଆସିଥାଏ। ଏପଟେ ଯେତେବେଳେ କଡ଼େଇରେ ତେଲ ପକାଇଦେବା, ତାପରେ ପଞ୍ଚଫୁଟଣ, ତାପରେ ଭୃଷଙ୍ଗ ପତ୍ର ପକାଇ ସାରିଲା ପରେ ଆମେ ଯେଉଁ ପିଆଜ ଛେଚିକି ରଖିଥିଲେ ତାକୁ ପକାଇ ଦେଇକି ହାଲକା ଟିକେ ପିଆଜକୁ ଭଲ ରୂପେ ଟିକେ ଭାଜିଦେବା। ଭାଜି ସାରିଲା ପରେ ତାପରେ ଆମେ ସେଥିରେ ମିଶାଇଦେବା ସିଝା ଆଳୁ ପକାଇଦେବା। ସିଝା ଆଳୁକୁ ପକାଇ ସାରିଲା ପରେ ସେଥିରେ ଆମେ ମିଶାଇଦେବା କିଛି ଗୁଣ୍ଡ ମସଲା, ହଳଦୀ ପାଉଡ଼ର, ରେଡ୍ ଚିଲି ପାଉଡ଼ର, ତାପରେ ପକାଇଦେବା ଧନିଆ ପାଉଡ଼ର, ଜିରା ପାଉଡ଼ର, ଆଳୁର କ୍ୱାଣ୍ଟିଟି ଦେଖିକି ପକାଇଦେବା ଲୁଣ। ପକାଇ ସାରିଲା ପରେ ଏସବୁକୁ ଭଲ ରୂପେ ଟିକେ ମସଲା ସହିତ ଆଳୁକୁ ଆମେ କଷିଦେବା। କଷି ସାରିଲା ପରେ ଯେତେବେଳେ ଆମର ଆଳୁ ଟିକେ ହାତକୁ ଥଣ୍ଡା ଲାଗିବ, ହାତରେ ତାକୁ ଏମିତି ହିଁ ସେଭ୍ କରିବା। ଯେହେତୁ ଆଜି ମସଲା ବରା କରିବା, ସେଥିପାଇଁ ଏଇ ସେପ୍ଟା ହିଁ ସବୁଠାରୁ ବେଷ୍ଟ ସେପ୍। ଏମିତି ହିଁ ସେଭ୍ କରିବା। ସେଭ୍ କରିସାରିଲା ପରେ ଆକୁ ସାଇଡ଼୍ କରିଦେବା। ଏପଟେ ଦେଖନ୍ତୁ ଆମର ସୁଜି ଆଉ ବିରି ବି ଭଲ ରୂପରେ ସେଟ୍ ହେଇ ଆସିଛି। ତା ଉପରେ କ'ଣ କରିବା ନା, ଆମେ ମିଶାଇଦେବା ସ୍ୱାଦ ହିସାବରେ ଲୁଣ, ଆଉ ଟିକେ ପକାଇଦେବା ଜିରା, ତାପରେ ଭୃଷଙ୍ଗ ପତ୍ର ପକାଇଦେବା। ଆହୁରି ସଫ୍ଟ ହେବା ପାଇଁ ଅଳ୍ପ ଟିକେ ପକାଇଦେବା ଖାଇବା ସୋଢ଼ା ହେଉ କିମ୍ବା ବେକିଂ ସୋଢ଼ା ହେଉ, ଆପଣ ଯାହା ବି ପକାଇପାର ଜଷ୍ଟ ଟିକେ ପକାଇଦେବେ। ପକାଇ ସାରିଲା ପରେ ଭଲ ରୂପରେ ଆକୁ ଟିକେ ଘାଣ୍ଟି ଦେବା। ଘାଣ୍ଟି ସାରିଲା ପରେ ଗୋଟେ କଦଳୀ ପତ୍ର ସାହାଯ୍ୟରେ ଏମିତି ଦେଖନ୍ତୁ ପ୍ରଥମେ ଟିକେ ବିରି ରଖିଦେବା, ତାପରେ ଆମେ ଯେଉଁ ଆଳୁ ରଖିଥିଲେ ମସଲା ଆଳୁ ତାକୁ ରଖିଦେଇକି ତାରି ଉପରେ ଆଉ ଟିକେ ବିରି ପକାଇଦେବା। ଦେଖନ୍ତୁ ଏମିତି ହିଁ କରିବେ, ଗୋଟିଏ ବରା ଖାଇବେ ନା ପୁରା ପେଟ ଫୁଲ୍ ହେଇଯିବ ଆପଣମାନଙ୍କର, ଏତେ ଟେଷ୍ଟ ଲାଗିବ। ଏମିତି କରିସାରିଲା ପରେ ତାପରେ ଆକୁ ତେଲରେ ଛାଣିବା। ଯେତେବେଳେ ବି ତେଲରେ ଛାଣିବା ଦେଖନ୍ତୁ ଆରାମସେ ଧୀରେ ସେ ପକାଇବା, କାହିଁକିନା ଇଏ ଟିକେ ବହୁତ ବଡ଼ ଥାଏ ବରା ନା, ତେଣୁକୁ ଧୀରେ ସେ ପକାଇବା। ପକାଇ ସାରିଲା ପରେ ଆକୁ 2 ପଟ ସାଇଡ଼୍ ଓଲଟେଇକିନା ପୁରା ବ୍ରାଉନ୍ ହେଲା ପର୍ଯ୍ୟନ୍ତ ଆକୁ ଛାଣିବା। ଆଶା କରୁଛି ଆଜିର ଏହି ଭିଡ଼ିଓଟି ଆପଣମାନଙ୍କୁ ନିହାତି ରୂପରେ ଭଲ ଲାଗିଥିବ। ନିହାତି ଆପଣ ଏମିତି ମସଲା ଦିଆ ବରା କରନ୍ତୁ ଆଉ ଆପଣମାନଙ୍କର ଅନୁଭୂତିକୁ ମୋ ସହିତ ନିଶ୍ଚିନ୍ତ ରୂପରେ ସେୟାର କରନ୍ତୁ। ତା ସହିତ ଦେଖନ୍ତୁ ଯଦି ଆପଣମାନେ ଏମିତି ପ୍ରୋସେସ୍ରେ ନ କରିପାରିବେ, ତାହେଲେ ଆମର ଏମିତି ଆଳୁ କେମିତି ଗୋଲ ଟାଇପ୍ର କରିଦେବେ ମସଲାକୁ, ବିରିରେ ଏମିତି ମାନେ ଏମିତି ଗୋଳେଇ ଦେବେ, ଗୋଳେଇ ଦେଇକି ବି ତାକୁ ଛାଣି ପାରିବେ। ଆରାମସେ ସହଜରେ ହେଇଯିବ। ରହୁଛି, ନମସ୍କାର।